ନମସ୍କାର ବନ୍ଧୁମାନେ ଶୁକ୍ର ଗ୍ରହ ଗୋଚର 2025 ଚାଲିଛି। ଡିସେମ୍ବର ମାସ ଗ୍ରହ ରାଶି ଏବଂ ନକ୍ଷତ୍ର ପରିବର୍ତ୍ତନ ଦୃଷ୍ଟିରୁ ଡିସେମ୍ବର ମାସ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ, କାରଣ ଏହି ମାସରେ ଅନେକ ଗ୍ରହ ରାଶି ଏବଂ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଡିସେମ୍ବର 22 ତାରିଖରୁ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଶୁକ୍ର ଗ୍ରହ ଗତ ନଭେମ୍ବର 24 ତାରିଖରେ ଶୁକ୍ର ହସ୍ତ ନକ୍ଷତ୍ରରେ ପ୍ରବେଶ କରିଥିଲେ। ସେହିଭଳି 22 ତାରିଖରୁ କର୍କଟ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଶୁକ୍ର ଗ୍ରହ ଆଉ ରାଶିଗୁଡ଼ିକୁ ଉପରେ ଏହାର ପ୍ରଭାବ ମଧ୍ୟ ପଡ଼ିବାକୁ ଯାଉଛି। ମାସର ଶେଷ ପୂର୍ବରୁ ଶୁକ୍ର କର୍କଟ ରାଶିରେ ପ୍ରବେଶ କରିବେ। ତେଣୁ କିଛି ରାଶିରେ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେବାକୁ ଯାଉଥିବା ବେଳେ ଆଉ କିଛି ରାଶିରେ ସତର୍କ ରହିବାକୁ ପଡ଼ିବ। ଏହି ଶୁକ୍ରଙ୍କ ରାଶି ପରିବର୍ତ୍ତନ ଶୁଭ ହେବ। ଆପଣଙ୍କର ବ୍ୟାପାର ବାଣିଜ୍ୟରେ ଆପଣଙ୍କୁ ସଫଳତା ମିଳିବ। କ୍ୟାରିୟରରେ ଆପଣଙ୍କର ପ୍ରମୋସନ୍ ହୋଇପାରେ। ନୂତନ ଚାକିରି କିମ୍ବା ପଦୋନ୍ନତି ପାଇବ ଏବଂ ଦରମା ମଧ୍ୟ ବୃଦ୍ଧି ହୋଇପାରେ। ଯଦି ଆପଣମାନେ ସରକାରୀ ଚାକିରି କରିବାକୁ ଚାହୁଁଥିଲେ କିମ୍ବା ଆପଣ ଏକ୍ଜାମ୍ ମଧ୍ୟ ଦେଉଥିଲେ, ତ ଆପଣଙ୍କୁ ଏହି 2024 ମସିହାରେ ଶୁଭ ଫଳ ପ୍ରାପ୍ତି ହୋଇପାରେ। ପରିବାର ଏବଂ ବୈବାହିକ ଜୀବନ ସୁଖମୟ ହେବ। ଆପଣ ପରିବାରକୁ ନେଇ କୌଣସି ନୂତନ ଜାଗାକୁ କିମ୍ବା ଧାର୍ମିକ ଜାଗାକୁ ବୁଲିବାକୁ ଯାଇପାରନ୍ତି। ପ୍ରେମ ଜୀବନ ସୁଖ ଶାନ୍ତିରେ ଭରିଯିବ। ବିବାହର ମଧ୍ୟ ଯୋଗ ବନିପାରିବ। ଶିକ୍ଷା କ୍ଷେତ୍ରରେ ଆହୁରି ଚେଷ୍ଟା କରିବାକୁ ପଡ଼ିପାରେ। ଆପଣଙ୍କର ମନ ଶିକ୍ଷାରେ ଲାଗିବନି, ତାହା ପ୍ରତି ଆପଣଙ୍କୁ ସତର୍କ ରହିବାକୁ ପଡ଼ିପାରେ। ସନ୍ତାନ ସୁଖ ମଧ୍ୟ ଆପଣଙ୍କୁ ପ୍ରାପ୍ତି ହୋଇପାରେ। ଆପଣ ଚେଷ୍ଟା ଜାରି ରଖନ୍ତୁ। ଆପଣଙ୍କୁ ଅବଶ୍ୟ ଶୁଭ ଫଳ ପ୍ରାପ୍ତି ହୋଇପାରେ। ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଯଦି ଦେଖିବା, ଆପଣଙ୍କର ସ୍ୱାସ୍ଥ୍ୟକୁ ନେଇ ଟିକେ ସତର୍କ ରୁହନ୍ତୁ। ଥଣ୍ଡା, କାଶ, ମୁଣ୍ଡବିନ୍ଧା ଆଦି ହୋଇପାରେ। ତ ବନ୍ଧୁମାନେ, ଆସନ୍ତୁ ଜାଣିବା କେଉଁ 3ଟି ରାଶିର ଲୋକ ଏହି ସମୟରେ ଶୁକ୍ରଙ୍କ ଗତିବିଧିରେ ପରିବର୍ତ୍ତନ ହେତୁ ନିଜ ଜୀବନରେ ସୁଖ ଦେଖିବେ। ତା ପୂର୍ବରୁ ବନ୍ଧୁମାନେ, ଆପଣମାନେ ବି ଈଶ୍ୱରକୁ ମନରୁ ଭକ୍ତି କରନ୍ତି କିମ୍ବା ବିଶ୍ୱାସ କରନ୍ତି, ତାହେଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛି ମୀନ ରାଶି। ଶୁକ୍ରଙ୍କ ଗୋଚରରେ ମୀନ ରାଶିର ଲୋକଙ୍କର ଅସମ୍ପୂର୍ଣ୍ଣ ସ୍ୱପ୍ନ ସାକାର କରିବ। ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ବଢ଼ିବ, ଯେଉଁଥିପାଇଁ ଘରେ ସବୁବେଳେ ଖୁସିର ବାତାବରଣ ରହିବ। ଅଫିସରେ ଆପଣଙ୍କର ବସ୍ ଆପଣଙ୍କର କାର୍ଯ୍ୟକୁ ପ୍ରଶଂସା କରିବେ, ଯାହା ଆପଣଙ୍କର ସହକର୍ମୀ ମଧ୍ୟରେ ତୁମର ସ୍ଥିତି ବଢ଼ାଇବ। ସେୟାର ବଜାରରୁ ଆପଣ ଭଲ ରିଟର୍ଣ୍ଣ ପାଇପାରିବେ। ବ୍ୟବସାୟରେ କରାଯାଇଥିବା ପରିବର୍ତ୍ତନ ଭବିଷ୍ୟତରେ ଲାଭଦାୟକ ପ୍ରମାଣିତ ହେବ। ଏହା ବ୍ୟତୀତ ମୀନ ରାଶିର ଲୋକଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା ମଧ୍ୟ ଅଛି। ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ। ସନ୍ତାନ ସୁଖ ମଧ୍ୟ ଆପଣଙ୍କୁ ପ୍ରାପ୍ତି ହୋଇପାରେ। ଆୟରେ ବୃଦ୍ଧି ହେବ। ଆପଣ କିଛି ପଇସା ସଞ୍ଚୟ କରିପାରନ୍ତି। ଆପଣଙ୍କୁ ଆକସ୍ମିକ ଭାବରେ ଧନ ଲାଭ ହେବ। ଆପଣଙ୍କର ଯଦି ମୀନ ରାଶି ହୋଇଥାଏ, ତାହେଲେ ତଳେ ଥିବା କମେଣ୍ଟ ବକ୍ସରେ ଯାଇ ଆପଣ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ଦ୍ୱିତୀୟ ରାଶି ହେଉଛି ମେଷ ରାଶି। ଶୁକ୍ର କର୍କଟ ରାଶିରେ ପ୍ରବେଶ କାରଣରୁ ମେଷ ରାଶିରେ ଅତ୍ୟନ୍ତ ଶୁଭ ସମୟ ହେବାକୁ ଯାଉଛି। ଆକସ୍ମିକ ଭାବରେ ଧନ ଲାଭ ହେବା ସହିତ ବାକି ଥିବା ଟଙ୍କା ମିଳିବ। ଏହା ସହିତ ଚାକିରିରେ ପ୍ରମୋସନ୍ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଶୁକ୍ର ଶୁଭ ଦିଗ ଜୀବନରେ ସୁଖ ଆଣିଦେବ। ଏହା ବ୍ୟତୀତ କ୍ୟାରିୟରରେ ସଫଳତା ପାଇବା ପାଇଁ ମଧ୍ୟ ଅଧିକ ସମ୍ଭାବନା ଅଛି। ଦୀର୍ଘ ଦିନ ଧରି ବ୍ୟବସାୟରେ ଚାଲି ଆସୁଥିବା ସମସ୍ୟାଗୁଡ଼ିକୁ ଶେଷ ହେବା, ଏହା ସହିତ ଅପ୍ରତ୍ୟାଶିତ ଆର୍ଥିକ ଲାଭର ଦୃଢ଼ ସମ୍ଭାବନା ଅଛି।
ଆଗରୁ ଯାହା ବି କିଛି ଆପଣଙ୍କର ଋଣ କରଜ ଥିଲା ସେହି ସବୁ ଆପଣଙ୍କୁ ଶୁଝିବାରେ ସକ୍ଷମ ହେବେ। ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହୋଇପାରେ। ଆର୍ଥିକ ସ୍ଥିତି ଆପଣଙ୍କର ମଜବୁତ ହେବ। ଆପଣଙ୍କର ଡେଲି ଇନକମ୍ ବଢ଼ିପାରେ। ଯଦି ଆପଣଙ୍କର ମେଷ ରାଶି ହୋଇଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ମକର ରାଶି। ଶୁକ୍ରଦେବ ମକର ରାଶି ଲୋକଙ୍କ ପାଇଁ ଶୁଭ ଫଳ ଦେବେ। ବ୍ୟବସାୟ ବିସ୍ତାର ହେବା ସହିତ ଅର୍ଥ ଅଭାବରୁ ମୁକ୍ତି ପାଇବାକୁ ଆଶା ଅଛି। ଚାକିରି କ୍ଷେତ୍ରରେ ଶୁଭ ଖବର ମିଳିବ। ଦୂର ସ୍ଥାନକୁ ଆପଣ ଯାତ୍ରା କରିପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ। ସମ୍ପର୍କରେ ସୁଧାର ଆସିବ। ଯୁବକମାନଙ୍କର ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସମ୍ପର୍କ ମଜବୁତ ହେବ। ଯେଉଁମାନଙ୍କ ଠାରୁ ଆପଣ ବହୁତ କିଛି ଶିଖିବେ। ଯେଉଁମାନଙ୍କ ଟଙ୍କା କୌଣସି ସ୍ଥାନରେ ଅଟକି ରହିଛି ସେମାନେ ବର୍ତ୍ତମାନ ଏହାକୁ ଫେରି ପାଇବେ। ଆପଣ ପୁରୁଣା ସାଙ୍ଗମାନଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବେ। ଶିକ୍ଷା କ୍ଷେତ୍ରରେ ଆପଣ ଉନ୍ନତି କରିବେ। ଆପଣଙ୍କର ପୂର୍ବରୁ ଯାହା ବି କିଛି ଆର୍ଥିକ ସମସ୍ୟା ଥିଲା ସେସବୁରୁ ଆପଣଙ୍କୁ ସବୁଦିନ ପାଇଁ ମୁକ୍ତି ମିଳିଯିବ। ଆର୍ଥିକ ବୃଦ୍ଧି ପାଇବେ। ଆପଣଙ୍କର ଡେଲି ଇନକମ୍ରେ ଆପଣଙ୍କର ବୃଦ୍ଧି ହେବ। ଆପଣ କିଛି ପଇସା ମଧ୍ୟ ସଞ୍ଚୟ କରିପାରନ୍ତି। ଆପଣ ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଆପଣଙ୍କର ସନ୍ତାନ ସୁଖ ପ୍ରାପ୍ତି ହେବ। ତ ବନ୍ଧୁମାନେ ଆପଣଙ୍କର ଯଦି ମକର ରାଶି ହୋଇଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ବନ୍ଧୁମାନେ ଆଶା କରୁଛି ଆପଣମାନଙ୍କୁ ଆଜିର ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ ଏମିତି ନୂଆ ନୂଆ ଭିଡ଼ିଓ ପାଇଁ। ଧନ୍ୟବାଦ। ଜୟ ଜଗନ୍ନାଥ।